ଖଣି ଅଞ୍ଚଳରୁ ଲୋପ ପାଉଛି ଗୁଡ଼ା ଧାନ ଚାଷ। କେନ୍ଦୁଝର ଜିଲ୍ଲାର ଯୋଡ଼ା ଖଣି ଅଞ୍ଚଳବାସୀ ସାଧାରଣତଃ ନିଜର ଜୀବନ ଜୀବିକା ନିମନ୍ତେ ଖଣି ଉପରେ ନିର୍ଭର କରନ୍ତି। ଏଥିସହିତ ପ୍ରାଚୀନ କାଳରୁ ପୁରାତନ ପ୍ରଣାଳୀରେ କିଛି ଚାଷବାସ ମଧ୍ୟ କରି ଆସୁଛନ୍ତି। ବର୍ଷା ଋତୁ ଆସିଲେ ଯୋଡ଼ା ବ୍ଲକ ଅଞ୍ଚଳରେ ଥିବା ବିଭିନ୍ନ ପଞ୍ଚାୟତବାସୀ ପ୍ରାଚୀନ ପ୍ରଣାଳୀରେ ନିଜ ବାଡ଼ି ବଗିଚାରେ ମକା, ଗଙ୍ଗେଇ ଆଦି ଚାଷ କରିବା ସହିତ ଭେଣ୍ଡି, ଜହ୍ନି, ରୁମାଚୁଇଁ, କାକୁଡ଼ି ଆଦି ବର୍ଷା ଦିନିଆ ପନିପରିବା ଚାଷ କରିବାର ଦେଖିବାକୁ ମିଳେ। ତେବେ ଯୋଡ଼ା ବଡ଼ବିଲ ଅଞ୍ଚଳରେ ବର୍ଷ ବର୍ଷ ଧରି କରାଯାଉଥିବା ପ୍ରମୁଖ ପାରମ୍ପରିକ ଚାଷ ହେଉଛି ଗୁଡ଼ା ଧାନ। ପଡ଼ିଆ ଜମି ହେଉ ବା ଅନୁର୍ବର ପାହାଡ଼ିଆ ଭୂଇଁ, ସବୁ ସ୍ଥାନରେ ଅତି ସାଧାରଣ ଓ ପ୍ରାଚୀନ ପ୍ରଣାଳୀରେ ଏହି ଚାଷ କରାଯାଇଥାଏ। ଗୁଡ଼ା ଧାନ ଚାଷ କରିବା ନିମନ୍ତେ ଆଧୁନିକ କୃଷି ଯନ୍ତ୍ରପାତି, ରାସାୟନିକ ସାର କିମ୍ବା କୃଷି ଯନ୍ତ୍ରପାତିର ଆବଶ୍ୟକତା ପଡ଼ିନଥାଏ। ଅନୁର୍ବର ଜମି ଓ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଗୁଡ଼ା ଧାନ ଚାଷ କରାଯାଇପାରେ। ଗୁଡ଼ା ଧାନ ସହିତ ମକା, ଗଙ୍ଗେଇ ଆଦି ଶସ୍ୟ ମଧ୍ୟ ମିଶ୍ରିତ ଭାବେ ଚାଷ କରାଯାଏ। ଯୋଡ଼ା ବ୍ଲକରେ ଥିବା ବିଭିନ୍ନ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏହି ଧାନର ଚାଷ କରାଯାଉଥିବା ବେଳେ ନୂଆଖାଇଠାରୁ ଆରମ୍ଭ କରି ବିଭିନ୍ନ ପର୍ବପର୍ବାଣିରେ ଏହାକୁ ବ୍ୟବହାର କରାଯାଏ। ତେଣୁ ଗୁଡ଼ା ଧାନ ଚାଷ ଯୋଡ଼ା ବଡ଼ବିଲ ଅଞ୍ଚଳରେ ବାସ କରୁଥିବା ଆଦିବାସୀ ଭାଇ ଭଉଣୀମାନଙ୍କର ପରମ୍ପରା ସହିତ ଜଡ଼ିତ। ତେବେ ଖଣି ଓ ଶିଳ୍ପର ପ୍ରଭାବ ଓ ମାତ୍ରାଧିକ କୋଠାବାଡ଼ି ନିର୍ମାଣ ଯୋଗୁଁ ଏହା ଲୋପ ପାଇବାକୁ ବସିଲାଣି।